जय श्री राम। जय जगन्नाथ भाई। ଏବେ ଯେଉଁ ଚେଞ୍ଜ ହେଲା GST ବହୁତ କିଛି ଜିନିଷ ଚେଞ୍ଜ ହେଇଛି, ବହୁତ ରେଟ୍ କମିଯାଇଛି। ଆଉ ଦେଖିବେ ଆମ ମଧ୍ୟମ ଧରଣର ଲୋକମାନେ ଲାଇଫବୟ ସାବୁନ ୟୁଜ୍ କରୁଥିଲେ। ଲାଇଫବୟ ବଣ୍ଡଲ 100 ଟଙ୍କା ଥିଲା, ବର୍ତ୍ତମାନ 110 ଟଙ୍କା, 10 ଟଙ୍କା କମିଗଲା। ପେଟ୍ରୋଲ କେତେ କମିତ ସମସ୍ତେ ଜାଣିଛ, ଖାଇବା ତେଲ ତ କେତେ କମୁଛି ସବୁ ଜାଣିଛ। ସବୁ ଜିନିଷ ବହୁତ ରେଟ୍ କଟିଯାଇଛି। GST ଚେଞ୍ଜ ହେଇଛି ନା, ସେଇଥିପାଇଁ ରେଟ୍ କମୁଛି। ଆଉ ଏଇ ଯେତିକି ପଇସା ସବୁ କମୁଛି ତାକୁ ମାନେ କେମିତି କରିବ, ଆମର ସରକାର ମ୍ୟାନେଜ କେମିତି କରିବେ, ସେଥିପାଇଁ ଗୋଟେ ସୁନ୍ଦର ବାଟ ବାଛିଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ବର୍ତ୍ତମାନ ଦେଉନାହାନ୍ତି, ପ୍ରାୟ ଲୋକ, ବହୁତ ଲୋକ ବାର୍ଦ୍ଧକ୍ୟ ଭତ୍ତା ବର୍ତ୍ତମାନ ପାଇପାରୁନାହାନ୍ତି। ନ ପାଇଲେ କ'ଣ, କିଛି ଲୋକ ମାନେ ଏମିତି ବି ଲୋକ ଅଛନ୍ତି ଯେ ସେଇ ଭତ୍ତା ପଇସାରେ ଚଳୁଥିଲେ, ସେ ପଇସା ତାଙ୍କୁ ମିଳୁନି। ଭୋକ ଉପାସରେ କିଛି ଲୋକ ମରି ବି ଯିବେ। ରାଜ୍ୟ ସରକାର ବୋଧେ ସେଇଆ ଚାହୁଁଛନ୍ତି, କିଛି ଲୋକ ମରିଯାଆନ୍ତୁ, ତାଙ୍କୁ ଆଉ ଭତ୍ତା ଦେବାକୁ ପଡ଼ିବନି। ଆଉ କ'ଣ ମୋତେ ଲାଗୁଛି ସେ ସେଇ ଏଥିରେ। ଭିଡ଼ିଓକୁ ଭାଇ ଲାଇକ୍ ସେୟାର କରିବେ। ଜୟ ଶ୍ରୀରାମ।